ସ୍ୱାମୀ ଅଫିସରୁ ଘରକୁ ଆସି ଦେଖିଲା ବେଳେ ତାଙ୍କ ଘରେ କିଏ ଜଣେ ଅଛନ୍ତି। ଇଏ କିଏ କରି ପଚାରିଲେ। ଇଏ ପ୍ଲମ୍ବର। ଆମ ଘର ପାଇପ୍ ଜାମ୍ ହେଇଯାଇଛି, ସେଇଟା ଠିକ୍ କରିବା ପାଇଁ ଆସିଛନ୍ତି। ଇଏ ପ୍ଲମ୍ବର? କାହିଁ ପ୍ଲମ୍ବର ପରିକା ଦେଖାଯାଉନାହାନ୍ତି। ମୁଁ କ'ଣ କରିବି ସେ ପ୍ଲମ୍ବର ପରିକା ଦେଖା ନ ଗଲେ? ସେ ତାଙ୍କ କାମ କରିବା ପାଇଁ ଆସୁଛନ୍ତି, କାମ ସରିଗଲେ ସେ ପଳାଇବେ। ହଉ ଠିକ୍ ଅଛି କହି ସେ ପଳାଇଲେ। ତା ପରଦିନ ପୁଣି କଲିଂ ବେଲ୍ ବାଜିଲା। ପ୍ଲମ୍ବର କବାଟ ଖୋଲିଲା। ତୁ ପୁଣି ଏଠି କ'ଣ କରୁଛୁ? ପୁଣି ତମର ପାଇପ୍ ଜାମ୍ ହେଇଯାଇଛି, ସେଇଆ ଠିକ୍ କରିବା ପାଇଁ ଆସିଥିଲି। ତମେ ଟେନସନ୍ ନିଅନି, ଆଜି ମୁଁ ଠିକ୍ କରିଦେବି। ହଉ ମ୍ୟାଡାମ୍ କାହାନ୍ତି? ହଁ କ'ଣ ହେଲା? ତମେ ଭିତରେ କ'ଣ କରୁଛ? ମୁଁ ଡ୍ରେସ୍ ଚେଞ୍ଜ କରୁଥିଲି। ଇଏ ବାହାରେ ଅଛି, ତମେ ଭିତରେ ଡ୍ରେସ୍ ଚେଞ୍ଜ କରୁଥିଲ? ହଁ କ'ଣ ହେଲା? ମୁଁ କବାଟ ବନ୍ଦ କରି ଡ୍ରେସ୍ ଚେଞ୍ଜ କରୁଥିଲି। ହେଲେ ତମ ଅଫିସ୍ ଟେନସନ୍ ମୋ ଉପରେ ଦେଖାଉନି। ତୁ ହସୁଛୁ କ'ଣ? ତୋର କାମ ଜଲ୍ଦି କରିକିରି ତୁ ଏଠୁ ପଳା। କହିକିରି ସ୍ୱାମୀ ରୁମ୍ ଭିତରକୁ ପଳାଇଲେ। ପାର୍ଟ 2 ଦେଖିବା ପାଇଁ କମେଣ୍ଟ ନିଶ୍ଚୟ କରନ୍ତୁ।